आज दशमी तिथि महाप्रभुଙ୍କର ଚକା ବିଜେ ନୀତି ଏବଂ ମହାପ୍ରଭୁ ସଦାବେଳେ ଚକା ଉପରେ ବିରାଜମାନ କରିଥାନ୍ତି। ରତ୍ନ ସିଂହାସନ ଉପରେ ଚକା, ଆଡ଼ପ ମଣ୍ଡପରେ ଚକା, ସ୍ନାନ ବେଦୀ ଉପରେ ଚକା ଏବଂ ରଥ ଉପରେ ବି ମହାପ୍ରଭୁ ଚକା ଉପରେ ବିରାଜମାନ କରିଥାନ୍ତି। କିନ୍ତୁ ଏ ଯୋଉ ଅଣସର 15 ଦିନ ମହାପ୍ରଭୁ ଜ୍ୱରରେ ଥାନ୍ତି, ଅଣସର ପିଣ୍ଡିରେ ମହାପ୍ରଭୁ ବିରାଜମାନ କରିଥାନ୍ତି ଏବଂ ମହାପ୍ରଭୁଙ୍କୁ ଆଜି ଚକା ଲାଗିବେ, ଅର୍ଥାତ୍ ମହାପ୍ରଭୁଙ୍କର 3ଟି ଯୋଉ ବଡ ବଡ ଚକା ଅଛି ତାକୁ ଦଇତାପତି ସେବକମାନେ ଆଣି ମହାପ୍ରଭୁଙ୍କୁ ଚକା ଉପରେ ଆଜି ବିରାଜମାନ କରିବେ। ତତ୍ପରେ ଘଣା ଲାଗି ଘଣା କାଠି ଏବଂ ମହାପ୍ରଭୁଙ୍କ ଶରୀର ସୁସ୍ଥ ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି 10 ମୂଳ ମୋଦକ, ମାନେ 10ଟି ଗଛର ଚେର, ମୂଳ ପତ୍ର ଏବଂ 5ଟି ଲାଗମୂଳି, ଶାଳପନି, ଗମ୍ବାରୀ, ଫଣଫଣା, କୃଷ୍ଣପନି, ବେଲ, ଅଗବତ, ଗୋଖରା, ନବାଙ୍କଡି ଏବଂ ଅଙ୍କରାନ୍ତି ଏ ସମସ୍ତ ଦ୍ରବ୍ୟକୁ ଗୁଣ୍ଡ କରାଯିବ। ଗୁଣ୍ଡ ହୋଇସାରିଲା ପରେ ଚୁଲି ଲାଗିବ, ଚୁଲି ଲାଗିଲା ପରେ ଶିରା ପ୍ରସ୍ତୁତ କରାଯିବ ଏବଂ 10 ମୂଳ ମୋଦକର ଯୋଉ ଗୁଣ୍ଡ ପ୍ରସ୍ତୁତ ହେଇଯିବ ତା ଦେହରେ ପଡିକିରି ତାକୁ ପାକ କରାଯିବ ଏବଂ ତାକୁ ବଳିକିରି ମୋଦକ ପ୍ରସ୍ତୁତ କରାଯିବ। ଏବଂ ଏଇ ଯୋଉ ମୋଦକ ବହୁତ ପିତା ଆଉ କଷା, ତେଣୁ ଆମ ମହାପ୍ରଭୁ ତ ପିତା ଖାଇପାରିବେନି, ତେଣୁ ତାକୁ ସୁସ୍ୱାଦୁ କରିବା ପାଇଁ ସେଥିରେ ଘିଅ, ମହୁ, ସର, ଭାଙ୍ଗ, ନବାତ ଏସବୁ ପଡିକିରି ତାକୁ ମିଠା କରାଯିବ ଏବଂ ମଧ୍ୟାହ୍ନ ଧୂପ ହୋଇସାରିଲା ପରେ ତାକୁ ଗାରଧରେ ହସ୍ତାନ୍ତର କରାଯିବ ଏବଂ ମହାପ୍ରଭୁ ଚକା ବିଜେ ହେଇସାରିଲା ପରେ ମହାପ୍ରଭୁ ତାକୁ ସେବନ କରିବେ, କାରଣ ଆମ ମହାପ୍ରଭୁ ହେଉଛନ୍ତି ଭାରି ସରାଗ ଦିଅ। ହେ ମହାପ୍ରଭୁ